ବହି ଜଣେ ସାମ୍ବାଦିକ ଲେଖିଥିଲେ ରୁବେନ ବାନାର୍ଜୀ ନବୀନଙ୍କ ଉପରେ ତା ଭିତରେ 50 ପେଜର 60 ପେଜର ପାଣ୍ଡିଆନ ପଜଲ୍ସ ଲେଖିଦେଇଥିଲେ। ଆଉ ଏବେ ଆଉ ଗୋଟେ ବହି ଆସିଛି ଭାରତୀୟ ଜନତା ପାର୍ଟିର ନେତା ପ୍ରକାଶ ମିଶ୍ର ଲେଖିଛନ୍ତି। ନାଇଁ ସିଏ ଏବେ ତ ଏବେ କଥା କହିବେ ନା ପୂର୍ବତନ ଡିଜି ପୁଣି କଣ ପୂର୍ବତନ ଡିଜି ହିସାବରେ ଲେଖିଲେ ଏମପି ପ୍ରାର୍ଥୀ ଥିଲେ କଟକର ବିଜେପି ନେତା ଭାରତୀୟ ଜନତା ପାର୍ଟିର ନେତା ପ୍ରକାଶ ମିଶ୍ର ଯୋଉ ବହି ଲେଖିଲେ କମେଡି ଇନ୍ ଖାକି ତା ଭିତରେ ସେ ନବୀନ ବାବୁଙ୍କ ବିଷୟରେ ଟିକେ ଟିକେ ରୋଚକ ତଥ୍ୟ ଲେଖିଛନ୍ତି। ଏ ଘଟଣାଟି କଥା ହଉଛି ସେ ଯେହେତୁ ଆଉ ରାଜନୀତିରେ ରହିବା ପାଇଁ ଲୋକଙ୍କ ଚର୍ଚ୍ଚାରେ ରହିବା ପାଇଁ ସେ ନବୀନ ବାବୁଙ୍କ ବିଷୟରେ ଲେଖିଛନ୍ତି। କଥା ହଉଛି ଏଠି ଆଉ ଗୋଟେ ଜିନିଷ ଦେଖେ ବହି ରାଜନୀତି ଚାଲିଛି ଏନୁ ବହିଟି ଉନ୍ମୋଚନ କିଏ କଲେ କେନ୍ଦ୍ରମନ୍ତ୍ରୀ କରୁଛନ୍ତି ଏବଂ ଯୋଉ ରୁବେନ ବାନାର୍ଜୀଙ୍କ ବହି କିଏ ଉନ୍ମୋଚନ ସାମ୍ବାଦିକ ମାନେ କଲେ। କଥା ହଉଛି ଏ ଦୁଇଟି ଘଟଣା ପରେ ମୁଁ ଆଉ ଗୋଟେ ଓଡିଶା ବିଷୟରେ ଓଡିଶା ଲୋକ ଜାଣିବା ଦରକାର ରୁବେନ ବାନାର୍ଜୀଙ୍କ ବହିରେ 60 ପେଜର ଯୋଉ ପାଣ୍ଡିଆନଙ୍କ ବିଷୟରେ ଲେଖା ହେଇଥିଲା ଆମର ବିଜୁ ଜନତା ଯୋଉ ଅଣ୍ଡିରୂପ ଅଧ୍ୟବ ନେତା ମାନେ ମତ ମନ୍ତବ୍ୟ ଦେଲେ କିନ୍ତୁ ନବୀନ ବାବୁଙ୍କ ବିଷୟରେ ଥଟ୍ଟା କରାଯାଉଛି କମେଡି କରାଯାଉଛି କି ଖାକି ଯୋଉ କମେଡି ଖାକିରେ ନବୀନ ବାବୁଙ୍କ ବିଷୟରେ ସାଟାୟାର କରାଯାଉଛି। କାହିଁ ଅଣ୍ଡିରୂପ ଉଦ୍ଧବ ମାନେ ବାହାରୁ ନାହାନ୍ତି କୁଆଡେ ଲୁଚିଲେ ଅଣ୍ଡିରୂପ ଉଦ୍ଧବ ମାନେ। ତେଣୁ ବିଜୁ ଜନତା ଦଳ ଭିତରେ ଏବେ ଯୋଉ ଜିନିଷ ଭିତରେ ଆମ ଦଳ ଭିତରେ ପାଣ୍ଡିଆନକୁ ପ୍ରୋଟେକ୍ସନ କରିବା ପାଇଁ ବହୁତ ନେତା ଦୌଡୁଛନ୍ତି। ନେତ୍ରୀ ଆହୁରି ବି କହୁଛନ୍ତି ଓଡିଶାର ଉନ୍ନତି ଜଣେ ନେତ୍ରୀ କହୁଛନ୍ତି ଯେ ଓଡିଶାର ଉନ୍ନତି ପାଣ୍ଡିଆନ ଯୋଗୁଁ ହେଇଛି। ଯେ କଣ ଚଷମା ଲଗେଇଛନ୍ତି ନେଳିଆ ନା ନାଲିଆ ନବୀନ ପଟ୍ଟନାୟକ ଦୂରଦୃଷ୍ଟି ନବୀନ ପଟ୍ଟନାୟକ ଭିଜନ ନବୀନ ପଟ୍ଟନାୟକ ଓଡିଶାକୁ ଆଜି ଆଗକୁ ନେଇଛନ୍ତି ନା ପାଣ୍ଡିଆନ ନେଇଛନ୍ତି। ଏଇଭଳିଆ ଯୋଉ ଗୋଲାମୀଗିରି ଚିନ୍ତାଧାରା ଏବେ ବି ବର୍ଷ ଅଛି 70-80 ବର୍ଷ ହେଲା ଇଂରେଜ ମାନେ ଗଲା ପରେ ବି ବହୁତ ଗୋଲାମୀ ଚିନ୍ତାଧାରା ମାନେ ପାଣ୍ଡିଆନ ବିଷୟରେ କହୁଛନ୍ତି। ଆଉ ଗୋଟେ ରୋଚକ କଥା ଆପଣ ଦେଖିବେ ଏଇ ଯୋଉ କମେଡି ଖାକି ବହିରେ କାଉଣ୍ଟର କରିବା ପାଇଁ ହିଞ୍ଜିଳି କାଟୁର ବିଜେଡି ସଭାପତି କାଲି କାଉଣ୍ଟର କରୁଛନ୍ତି ଟିଭିରେ। ଆରେ ଆମ ନେତା ମାନେ କୁଆଡେ ଶଙ୍ଖ ମାନେ ବସିକି ଖାଉଛନ୍ତି ପିଉଛନ୍ତି ଉଠୁଛନ୍ତି ନବୀନ ପଟ୍ଟନାୟକ ନାଁ ବିକିକି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି ପଦ ପଦବି ପାଇଛନ୍ତି ସେମାନେ କହିବାକୁ ତାଙ୍କ ଅସୁବିଧା ଲାଗୁଛି। ଏଠି ପ୍ରକାଶ ମିଶ୍ର ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କଲେ ବହିଟିକି। ତେଣୁ ଏ ବିଷୟରେ ମନ୍ତବ୍ୟ ଦେବାର ଶଙ୍ଖ ଭବନରେ ବସିକି ଯୋଉମାନେ ମାମଲତକାରୀ କରୁଛନ୍ତି ସେମାନେ ଏ ବିଷୟରେ ଓଡିଶାବାସୀଙ୍କୁ ତଥ୍ୟ ଦେବା ଦରକାର। ବହିଟି କଣ ଠିକ ଅଛି ନା ଭୁଲ ଅଛି କଣ ନିଶ୍ଚିନ୍ତ ପୁସ୍ତକ ବିଷୟରେ ଯାହା ଯାହା ତଥ୍ୟ ଅଛି ସେଇ ଯୋଉ କଥାଟି ଲେଖିଛି। କାଲି ଆଉ ଗୋଟେ କଥା ବି ସେ ଟିଭିରେ କାଲି ବୟାନ ଦଉଥିଲେ ପ୍ରକାଶ ମିଶ୍ର ଯେ କା ପୁରୁଷ ତାଙ୍କର ଯେ ଶସା ଥିଲା ନବୀନ ବାବୁ ତାଙ୍କୁ ଯୋଉ ଭୁଲ ତଥ୍ୟ ଦଉଥିଲେ କି ମନ ମିଶୁ ନଥିଲା କାମ କରିବାକୁ ତାଙ୍କୁ ଇଚ୍ଛା ହଉନଥିଲା କି ଗୋଟେ ଟପିକ କହିଲା ସେ କାଗଜ ଲେଖି ଦଉଥିଲେ ସେ ସେତିକି ଇସ୍ତଫା ଦେଲେନି। ନାଇଁ ମୁଁ ଡିଜିରେ ରହିବିନି ମୁଁ ବହି ଲେଖିବି ଆପଣଙ୍କ ବିଷୟରେ କହିଥାନ୍ତେ। ଆଉ ଚାକିରି ସରିଲା ରିଟାୟାର୍ଡ କଲେ ବିଜେପିରୁ ପ୍ରାର୍ଥୀ ହେଲେ କଟକ ସାଂସଦ ପ୍ରାର୍ଥୀ ଭାରତୀୟ ଜନତା ପାର୍ଟିରୁ ଏବେ ଏଥର ପ୍ରାର୍ଥୀ ହେଲେନି ଏଠି ଭର୍ତ୍ତୁରୀ ମହତାବ ଏମପି ହେଇଛନ୍ତି। ତାପରେ ବହି ଲେଖିଦେଲେ ବହି ଆସିକି ଉନ୍ମୋଚନ କରୁଛନ୍ତି ଯୋଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଭାରତୀୟ ଜନତା ପାର୍ଟି ଲୋକ ଆଉ ବିଜୁ ଜନତା ଦଳ ନେତା ନବୀନ ପଟ୍ଟନାୟକ ବିରୁଦ୍ଧ ଲେଖିନା କଣ ଲେଖିବେ ଏଥିରେ କେନ୍ଦ୍ରର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେଣୁକରି ଏ ଘଟଣା ଗୁଡିକ ଯାହା ଆସୁଛି ଏଠି ଏଇନୁ ବିଜୁ ଜନତା ଦଳର ନବୀନ ପଟ୍ଟନାୟକ ଯେହେତୁ ସାଟାୟାର କରାଯାଉଛି ଏ ବହି ଭିତରେ କିମ୍ବା ତାକୁ ଗଣମାଧ୍ୟମ ବେଶୀ ଚର୍ଚ୍ଚା କରୁଛି ଚ୍ୟାନେଲ ମାଧ୍ୟମରେ ବିଜୁ ଜନତା ଦଳ ଯୋଉମାନେ ବରିଷ୍ଠ ନେତା ଦେଖାଉଛନ୍ତି ଯୋଉମାନେ ଅଛନ୍ତି ଏବେ ମାମଲତକାରୀ କରୁଛନ୍ତି ମୁଣ୍ଡିଆଳି ଦେଖାଉଛନ୍ତି ଅଣ୍ଡିରୂପ ଉଦ୍ଧବ ଯୋଉ ବିଜୁ ଜନତା ଦଳ ନେତା ମାନେ ସେମାନେ ବହି ବିଷୟରେ ଅବଲୋକନ କରିବା ଦରକାର ପ୍ରେସ କନଫରେନ୍ସ କରି କହିବା ଦରକାର କୋଉଠି ଶଙ୍ଖ ହବ ଶୁଣ ସରକାର ଚାଲି ଯାଇଛି ଆମେ ଆଉ ପାୱାରେ ନାଉ ଏଇ ମୌକାରେ ମୁଁ କଣ ଜାଣିଛି ଟିକେ କହିଦେବି ଆଉ। ଆରେ ସରକାର ଥିଲାବେଳେ କହିଲନି ସରକାର ଯେତେବେଳେ ଥିଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାଇଁ ଏଇ କାମ ଗୁଡା ସେ ଭୁଲ କରୁଛନ୍ତି ତାହେଲେ ସଜାଗ ହେଇଥାନ୍ତା। ସରକାର ଯୋଉଠି ଭୁଲ କରିଥାନ୍ତେ ଯୋଉଠି ଝୁଣ୍ଟୁଥିଲେ ସେ କାମକୁ ଆଗକୁ ନେଇଥାନ୍ତେ। ତାହା ନ କରିକି ସରକାର ପଳେଇଛି ନବୀନ ପଟ୍ଟନାୟକ ଆସିକି ଯୋଉ ବୟସ ହେଲାଣି ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଏଇବେଳେ ଆମେ କହିବୁ ଯେ ନବୀନ ପଟ୍ଟନାୟକ ବିରୁଦ୍ଧରେ ଦଳରେ ତାଙ୍କୁ ପଚାରୁନାହାନ୍ତି ତାଙ୍କୁ ନିଜକୁ ଚର୍ଚ୍ଚାକୁ ଆଣିବାକୁ ଏ ସମୟ ନାଇଁ ଦଳ ପଚାରୁଛି ନ ପଚାରୁଛି ମୁଁ ଜାଣିନାହିଁ କିନ୍ତୁ ଦଳର ତାଙ୍କ ତ କେନ୍ଦ୍ରମନ୍ତ୍ରୀ କାଲି ଉନ୍ମୋଚନ କଲେ ନା ବହିଟିକି। ତେଣୁ ଏ ବିଷୟରେ ନବୀନ ବାବୁଙ୍କୁ ଯୋଉ ସାଟାୟାର କରାଯାଉଛି କମେଡି କଥା ଯୋଉ ଗୁଡ଼ିକ ଲେଖିଛନ୍ତି ଏବଂ ଗଣମାଧ୍ୟମ ଜୋରରେ ଚର୍ଚ୍ଚା କରୁଛି ବିଜୁ ଜନତା ଦଳର ଯୋଉ ମୁଣ୍ଡିଆଳି ନେତା ମାନେ ଏ ବିଷୟରେ ଟିକେ ସ୍ପଷ୍ଟୀକରଣ ଦେଲେ ଓଡିଶାବାସୀ ଠିକ ଜାଗାରେ ଜାଣିବେ। ଆଉ ଗୋଟେ ଜିନିଷ ଚର୍ଚ୍ଚା ହଉଛି ଯେ ବିଜୁ ଜନତା ଦଳ ବା ଆପଣଙ୍କ କାର୍ଯ୍ୟକାରୀ ସଭାପତି ବିଜୟ ମାଲ୍ୟା ନେବେ ବୋଲି ଗୋଟେ ଚର୍ଚ୍ଚା ହଉଛି ଏବଂ ରିଟର୍ଣ୍ଣିଂ ଅଧିକାରୀ କିଏ ଚର୍ଚ୍ଚା କରୁଛି ନବୀନ ବାବୁ କହିଲେ ଆପଣଙ୍କୁ ଗଣମାଧ୍ୟମ ନିଜକୁ ନିଜ ଲେଖିବେ ଯୋଉମାନେ ଗୋଲାମୀ ଥିବେ ଯୋଉମାନେ ଭାବୁଥିବେ ସେ କିଏ ସେଇ ଲୋକଟା କିଏ ମାନେ ମୋ କହିବା କଥା ଗୋଟେ ଶୁଣନ୍ତୁ ସିନପାମ୍ପୁଡି ଗୋଟେ ମିଠାରେ ଗଣତି ହୁଏ କି ସେ ପାଣ୍ଡିଆନ ଗୋଟେ ନେତା ତା ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ବାରମ୍ବାର କରିବା। ତେଣୁ କଥା ହଉଛି
ଏଇ ଯୋଉ ବିଷୟରେ ଗଣମାଧ୍ୟମ ଚର୍ଚ୍ଚା କଲେ ଗଣମାଧ୍ୟମରେ ଚର୍ଚ୍ଚା କଲେ ଦଳ ଚାଲେ ନାହିଁ। ଦଳ ଯୋଉମାନେ ନୀତି ନିର୍ଦ୍ଧାରଣ କରୁଛନ୍ତି ଦଳର ବରିଷ୍ଠ ନେତାମାନେ ଅଛନ୍ତି ସେ ବି ସେଇ ନିର୍ଦ୍ଧାରଣ କରିବେ ଓଡ଼ିଶାବାସୀ କଣ ଭଲ ହବ, ଦଳର କଣ ଭଲ ହବ, ଦଳର କିଏ ହବ, କଣ ସାଂଗଠନିକ ସମ୍ପାଦକ ହବ, କିଏ ସମ୍ପାଦକ ହବ, କିଏ କ୍ୟାସିୟର ହବ ଏବଂ ଭାଇସ୍ ପ୍ରେସିଡେଣ୍ଟ କିଏ ହବ, ଏସବୁ ଜିନିଷ ଗୁଡ଼ିକ ରୋଚକ ତଥ୍ୟରେ ନିଶ୍ଚିତ ନବୀନ ବାବୁ ତାର ବିଚାର ବିମର୍ଶ କରିକି ଏବଂ ନିର୍ବାଚନ ଅଧିକାରୀ ଆମର ଯେ ରିଟର୍ଣ୍ଣିଂ ଅଫିସର ଡିକ୍ଲେୟାର କରି କରାଯିବ।